ପାଠର ନାଁ ନେବିନି ଏଇଥିପାଇଁ ଯେ ମୋ ବଡ ଦେଢଶୁରଙ୍କ ନାଁ ଏମିତିକି ଯିଏ ମୋ ସାଙ୍ଗରେ ଅଭିନୟ କରୁଛନ୍ତି ତାଙ୍କ ନାଁ ବି ମୁଁ ଧରିପାରିବିନି କାହିଁକିନା ସେ ମୋ ଶ୍ୱଶୁରଙ୍କ ନାଁ। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ତାରିଣୀ, ମା ବରାଳ ବାଲଙ୍ଗେଶ୍ୱର ବାବା। ଫାଷ୍ଟରୁ ତ ମୁଁ ଡ୍ୟାନ୍ସ କରୁଥିଲି, ସମସ୍ତେ ଜାଣିଛନ୍ତି। ଏବେ ତ କମେଡିଆନରେ ଅଛି, ଆଉ କମେଡିଆନ କରୁଛି, ଆଉ ଡ୍ୟାନ୍ସ ଛାଡ଼ି ଦେଇଛି। ସେମିତି କିଛି ଭାବିନି, ଯଦି ଚାହିଁଲେ ବି ଯଦି ମାଲିକ ଚାହିଁବ ମୁଁ ନିଶ୍ଚୟ ଯିବି, କାହିଁକିନା ସେଇ ପାର୍ଟିରୁ ମୁଁ ଯେତେବେଳେ ମାନେ ସବୁ କିଛି ମାନେ ପାଇଛି, ସବୁ ପାର୍ଟ ତ ସେଇଠୁ ମୁଁ ଶିଖିଛି, ସେଇଠି ବି ମୁଁ ଅଭିନୟ ଶିଖିଛି। ମାଲିକ ବି ମତେ ସେଠି ସପୋର୍ଟ ଦେଇଥିଲେ ଯେ ତୁ ପାର୍ଟ କର ବୋଲିକି, ଆଉ ସେଠି କେବେ ଭୁଲି ହବ, ଯଦି ଡାକିବେ ମୁଁ ନିଶ୍ଚୟ ଯିବି। ସେମିତି ଗୋଟେ ଇନସିଡେଣ୍ଟ ଥିଲା ଯୋଉଟା କି ଆପଣ ଡ୍ୟାନ୍ସରୁ ଚାନ୍ସ ପାଇଥିଲେ, ଗୋଟେ କମେଡି ପାର୍ଟ କରିବା ପାଇଁ ଜଣେ ଗୋଟେ କଳାକାର ନଥିଲେ, ସେମିତି କିଛି ଥିଲା, ସେଇଟା କେମିତି ହେଲା? ମୁଁ ତ ପୁରା ପୁରି ଭୟ କରି ଯାଇଥିଲି। ଆମର ଯୋଉ ଅପା ସବୁ ଥିଲେ, ନଳିନୀ ଅପା, ନନା ଦୈତାନ ନନା, ଆଉ ମିଟୁନା ଅପା, ସେମାନେ କହିଲେ ତୁ କର, ତୁ କାହିଁ ଡରୁଛୁ, ଏଠି ସବୁ ବାଘ ଅଛନ୍ତି, ତୁ କାହିଁ ଡରୁଛୁ, ତତେ ସମସ୍ତେ ଆମେ ଶିଖେଇ ଦେବୁ, ଅଭିନୟ କର, ଦେଖିବୁ ବହୁତ ମାନେ ହାଲକା ଲାଗିବ, ଡ୍ୟାନ୍ସର ଅଭିନୟ ବହୁତ ମାନେ ସହଜ, ତୁ କରିକି ଥରେ ଦେଖ, ନିଶ୍ଚୟ ତୁ ପାରିବୁ। ସେମାନେ ସାହସ ଦେଲେ ଯେତେବେଳେ ମୁଁ କଲି, ସେତେବେଳେ ବିନୋଦ ଭାଇ, ବେବିନା ଅପା ବି ଥିଲେ। ନାଟକ ଏଇ ଯୋଉ ଅନୁଷ୍ଠାନ ସୂର୍ଯ୍ୟ ମନ୍ଦିର, ଆଜ୍ଞା, ଶୁଣିବାକୁ ମିଳୁଛି ଯେ ପାର୍ଟିର ନାଁ ନେବେନି ଆପଣ, କାହିଁକି, କଣ ଅସୁବିଧା? ପାର୍ଟିର ନାଁ ନେବିନି ଏଇଥିପାଇଁ ଯେ ମୋ ବଡ ଦେଢଶୁରଙ୍କ ନାଁ, ଫିର ବି ଆମେ ଅନୁଷ୍ଠାନରେ ଅଛୁ ବୋଲି କଣ ସଂସ୍କାର ଭୁଲିଯିବୁ? ଯାହାହେଲେ ବି ମୁଁ ଏଇଟା ଧରେନି ନା କେବେ, ଏମିତିକି ଯିଏ ମୋ ସାଙ୍ଗରେ ଅଭିନୟ କରୁଛନ୍ତି ତାଙ୍କ ନାଁ ବି ମୁଁ ଧରିପାରିବିନି, କାହିଁକିନା ସେ ମୋ ଶ୍ୱଶୁରଙ୍କ ନାଁ। ସେ ଯାଇଥିଲେ, ଦେଖିକି ଆସିଥିଲେ, ସେ ଯୋଉ ଯାହାଙ୍କ ସାଙ୍ଗରେ ପାର୍ଟ କରୁଛି ଭାଇଙ୍କ ସାଙ୍ଗରେ, ବହୁତ ଭଲ। ଆଜ୍ଞା ଆଜ୍ଞା ଆଜ୍ଞା, ମୋର ତ ସେ ଦି ଜଣ ବହୁତ ଭଲ। ଫାଷ୍ଟ ଥିଲେ ନରୀ ନନା, ଗଦା ନନା ଚାଲିଗଲେ, ଆଉ ବୁଦ୍ଧିଆନାଙ୍କ ସାଙ୍ଗରେ ବି ପାର୍ଟ କରିଛି, ପହଲି ଆଇ, ମକୁ ନନା, ବାପୁନି ଆଇ, ମୁନା ଆଇ, ପଦୁ ନନା, ସମସ୍ତ ସାଙ୍ଗରେ ପାର୍ଟ କରିସାରିଲି। ଯୋଡି କଥା କହିପାରିବିନି, ସମସ୍ତଙ୍କର ମୁଁ ଭଲ ପଡୁଛି, ସମସ୍ତେ ମତେ ଭଉଣୀ ଭଳିଆ ଦେଖନ୍ତି, ମୁଁ ତାଙ୍କ ସାଙ୍ଗରେ ବହୁତ ଭଲ ପାର୍ଟ ପାଇଛି, ସେମାନେ ମତେ ଶିଖାନ୍ତି, ଆଉ ମୁଁ ଯୋଉଟା ନ କରିପାରେ ସେମାନେ ଭଲସେ କର ମା, କରେ, ତାଙ୍କ ସାଙ୍ଗରେ ସପୋର୍ଟ କରେ। ଆଜ୍ଞା, ଦୁଃଖ ତ ବହୁତ ଆସିଛି। ଫାଷ୍ଟ ବାପା ଏକ୍ସପାର୍ଟ କରିଗଲେ ଏମିତି ସନ୍ଧ୍ୟା 7:30 ସମୟରେ, ଆମେ ଥିଲୁ ତାଲଚେରୀ ଭିତରକୁ କୋଣାର୍କ ପାଟିରେ। ବାବୁ କହିଲେ ତୁ ଟେନସନ ନେ ନା, ମୁଁ ତ ନାଇଁ ଗାଡି ଠିକ କରିଦେଇଛି, ତୁ ପାର୍ଟ ସାର, ତ ଯାଇକି ପହଞ୍ଚେଇଦେବୁ ତତେ ଯେମିତି ହଉ। ବାପା, ଆମର ତ ଭାଇ ନାହାନ୍ତି, ବଡ ବାପାଙ୍କ ପୁଅ ସବୁ ବୁଝାପଣା କରନ୍ତି, ଆଉ ଆମେ ଯାଇକି ପହଞ୍ଚିଲୁ। ବାବୁ ନାଟ ଭାଙ୍ଗି ଯାଇକି ବାଲେଶ୍ୱର ବାସଦେବପୁର ଆମ ଘର ବାମୁଣିଆ, ସେଠି ଯାଇକି ଆମ ମାଲିକ ଗାଡି ଦେଲେ, ନେଇକି ଛାଡିଲେ, ବାପା ଶବ ସଂସ୍କାର କରିକି ତାପରେ ପୁଣି ଆସିଲୁ, ଆସିକି ପୁଣି ଅଭିନୟ କଲୁ। ହଁ, କଷ୍ଟ ତ ବହୁତ ହେଇଛି, ରାତିରେ ସବୁ ନନା ହେରିକା ବୁଝଉଛନ୍ତି, ହଁ ସମସ୍ତଙ୍କର ବାପା ମା ହଉଛି ସବୁ କିଛି, ଆଉ ବାପା ଚାଲିଗଲା, ମା ଚାଲିଗଲା ପରେ ସବୁ ଚାଲିଯିବ, ରାତି ସାରା ବୁଝେଇଲେ, ତଥାପି କଷ୍ଟରେ ମୁଁ ପାର୍ଟ କଲି, ଲୋକଙ୍କୁ ହସେଇଲି, ସେଥିରେ ବି ଲୋକଙ୍କୁ ହସଉଥାଏ, ତାପରେ ଘରେ ଯାଇ ବାବାଙ୍କୁ ସଂସ୍କାର କରିକି ଆସିଲି। ଏଇ ପଣତକାନି ନାଟକରେ ବାପା, ତମେ ତ 6-7 ମାସ ହେଲା ଘରକୁ ଆସୁନ, ହଠାତ୍ ଦିନ ରାତିରେ ଲାଇନ ପଳେଇଲା, ମତେ ଭାରି ଡର ମାଇଲା, ମୁଁ ଭାବିଲି ଏଙ୍କର ହଉଛି ଡିଜି ଆଉ ଜେନେରେଟର ଅଛି, ମୁଁ ତାଙ୍କୁ ଫୋନ କରି ଡାକିଦେବି, ତାଙ୍କୁ ଫୋନ କରି ଡାକିଦେଲି ସିନା, ହେଲେ ହ୍ୟାଣ୍ଡେଲ ଟାକୁ ଛାଡି ଆସିଥିଲେ, ହ୍ୟାଣ୍ଡେଲ ତ ଆଣି ନାହିଁ, ବଲ କେମିତି ଜଳିଲା? ବାପା ଜଳିଲା ପା, ଟିକେ ରୁହ, ଫୁଲ ଷ୍ଟୋରି ଟା ଆগে ଶୁଣି ସାର। ବିକୁ ଭାଇ, ତମେ ଫୁଲ ଷ୍ଟୋରି ଟା କହିଲ, ମୋ ବାପା ଶୁଣିବେ। ଦର୍ଶକ କହିବି ଯେ କଣ ଆଉ କହିବି, ସେମାନେ ସବୁ ମୋ ଅଭିନୟ ଦେଖନ୍ତୁ, ଆଉ କେମିତି କଣ କରୁଛି, ଯଦି ଭୁଲ ହଉଛି ମତେ ସେଇଟା କମେଣ୍ଟ ଜରିଆରେ ଜଣାନ୍ତୁ, ଆଉ ଆମର ଯୋଉ ଏଇ ଯୋଉ ଆସିଛି ଯୋଉ ଆଜ୍ଞା ଇଣ୍ଡିଆ ମିଡିଆ ଭାଇ ମାନେ ଯୋଉମାନେ ଆସିଛନ୍ତି, ତାଙ୍କୁ ଭଲସେ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ, ସେମାନେ ଆହୁରି ଆଗକୁ ଯାଆନ୍ତୁ, ଏତିକି କହି ରହୁଛି। ଜୟ ମା ତାରିଣୀ, ବରାଳ ବାଲଙ୍ଗେଶ୍ୱର, ନମସ୍କାର।